ସାମ୍ବାଦିକଙ୍କ ଦାବି ପୂରଣ ସଂକ୍ରାନ୍ତରେ ଜଗତସିଂହପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ 3 ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ। 8 ମାସ ପୂରିବାକୁ ବସିଥିଲେ ମଧ୍ୟ ଏଯାବତ୍ ରାଜ୍ୟର ସାମ୍ବାଦିକମାନଙ୍କ ମୌଳିକ ଦାବି ପେନ୍ସନ୍, ପ୍ରୋଟେକ୍ସନ ଓ ଆକ୍ରିଡେସନ ଉପରେ ସରକାରଙ୍କ ଏଥିପ୍ରତି ନଜର ନଥିବା ଦେଖିବାକୁ ମିଳିଛି। ତେଣୁ ରାଜ୍ୟର ସର୍ବବୃହତ ଓ ସର୍ବପୁରାତନ ସାମ୍ବାଦିକ ସଂଘ ଓଡ଼ିଶା ସାମ୍ବାଦିକ ୟୁନିୟନ ଓୟୁଜେ ଏସବୁ ବାବଦରେ ଏକାଧିକବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ପୁନର୍ବାର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରି ଅନୁରୋଧ କରାଯାଉଛି କି ସାମ୍ବାଦିକମାନଙ୍କର ଦାବିଗୁଡ଼ିକ ଉପରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବାକୁ ଅନୁରୋଧ। ରମାକାନ୍ତ ଦାସ, ଜଗତସିଂହପୁର ଜିଲ୍ଲା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ମୁଁ ବର୍ତ୍ତମାନ ସଭାପତି ରୂପେ କାର୍ଯ୍ୟ କରୁଛି। ଆଜି ଆମେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ 3 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛୁ ଏବଂ ଦାବି 3ଟି ହେଲା ମୁଖ୍ୟତଃ ଯେଉଁ ସାମ୍ବାଦିକମାନଙ୍କ ପାଇଁ ପେନ୍ସନ୍, ପ୍ରୋଟେକ୍ସନ୍ ଏବଂ ଆକ୍ରିଡେକ୍ସନ୍। ଆପଣ ଜାଣନ୍ତି ସାଧାରଣତଃ ପ୍ରତ୍ୟେକ ଯେକୌଣସି ସରକାର ବି ଆସନ୍ତୁ ବିଭିନ୍ନ ସମୟରେ ସାମ୍ବାଦିକ ଅବହେଳିତ ହୋଇ ଆସିଛନ୍ତି ଏବଂ ଯେଉଁ ଦାବି ନେଇକରି ବାରମ୍ବାର ଲଢ଼େଇ କରୁଛନ୍ତି ସେ ଦାବି ଆଜି ପର୍ଯ୍ୟନ୍ତ କୌଣସି ସରକାର ମଧ୍ୟ ଶୁଣି ନାହାନ୍ତି। ଆଶା ରଖିଥିଲୁ ଯେ ନୂଆ ସରକାର ଆସିଲା ପରେ ନିଶ୍ଚିନ୍ତ ଭାବେ ଏ ଦାବି ଉପରେ ନିଶ୍ଚିନ୍ତ କର୍ଣ୍ଣପାତ କରିବେ ଏବଂ ଏ ଦାବି ପୂରଣ କରିବା ଦିଗରେ ମଧ୍ୟ କାର୍ଯ୍ୟ କରିବେ। କିନ୍ତୁ ଏହାର ଭିତରେ ଯଦିଓ 7 ମାସ ବିତି ସାରିଛି, ତା ଭିତରେ ସରକାର ଏ ବାବଦରେ କୌଣସି ଆଲୋଚନାକୁ ପ୍ରସଙ୍ଗକୁ ଆଣିନାହାନ୍ତି ବା ଏ ବାବଦରେ କୌଣସି ଆଲୋଚନା ମଧ୍ୟ କରିନାହାନ୍ତି। ସେଥିପାଇଁ ଆମ ରାଜ୍ୟ ସଂଘ ପକ୍ଷରୁ ଆମର ଯେଉଁ ରାଜ୍ୟ ସଭାପତି ଅଛନ୍ତି ପ୍ରସନ୍ନ ମହାନ୍ତି ଏ ବାବଦରେ ଲିଖିତ ଗୋଟେ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ଏବଂ ସମାନ୍ତରାଳ ଭାବେ ବିଭିନ୍ନ ଜିଲ୍ଲାରୁ ମଧ୍ୟ ଦାବିପତ୍ର ଦିଆଯାଇଛି ଏବଂ ଆଜି ଜଗତସିଂହପୁର ଜିଲ୍ଲା ୟୁନିୟନ ପକ୍ଷରୁ ମଧ୍ୟ ଦାବିପତ୍ର ପ୍ରଦାନ କରାଗଲା ଜିଲ୍ଲାପାଳଙ୍କ ମାଧ୍ୟମରେ ଏବଂ ଜିଲ୍ଲାପାଳ ତାକୁ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ତୁରନ୍ତ ଯେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାକୁ ପ୍ରେରଣ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଆଶା ରଖିବୁ ଯେ ଆଗାମୀ ଦିନରେ ବା ଖୁବ୍ ଶୀଘ୍ର ଏ ବାବଦରେ ସରକାର ସଚେତନ ହେବେ ଏବଂ ଯେଉଁ ସାମ୍ବାଦିକମାନେ ସବୁବେଳେ ଯେଉଁ ଗୋଟେ ତାଙ୍କୁ ଅବହେଳା କରାଯାଉଛି ଏବଂ ସାମ୍ବାଦିକମାନେ ଅବହେଳିତ ହେଇ ଆସୁଛନ୍ତି ଏ ଦିଗରେ ନିଶ୍ଚିନ୍ତ ଭାବେ କାର୍ଯ୍ୟ କରିବେ ଏବଂ ଯତ୍ନବାନ ହେଇ ଏ ସମ୍ପର୍କରେ ନିଶ୍ଚିନ୍ତ ଗୋଟେ ଆଗାମୀ ଦିନରେ ପଦକ୍ଷେପ ନେବେ ବୋଲି ଆମେ ନିଶ୍ଚିନ୍ତ ଆଶା ରଖିଛୁ। ରଘୁନାଥପୁର ମନୋଜ କୁମାର ଜେନାଙ୍କ ସହ ଏରସମାରୁ ନୃସିଂହ ଚରଣ ମଲ୍ଲିକଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।